ପରିଚୟ ମୋହନ ପ୍ରଧାନ ଗ୍ରାମ ପୂରଣ ନିର୍ବାଚନ ଜୟଦେବ ନିର୍ବାଚନ ବହୁତ ବଡ଼ ମାନେ ଚାଲିଛି ବହୁତ ମାନେ ଇଏ ଚାଲିଛି ରାଜନୀତି ଚାଲିଛି ଯେହେତୁ ଆମେ ଚାହୁଁଛୁ ଗୋଟେ ନୂଆ ପରବର୍ତ୍ତୀ ସମୟକୁ ଆସିବା ପାଇଁ ଗୋଟେ ନୂଆ ଠିଆ ହେଲେ ଆଗକୁ ଆମେ କିଛି କରିବାକୁ ଚାହୁଁଛୁ ଆଗକୁ ଆମେ ଆଜ୍ଞା ଦଳ ଦେଖିକି ଦବୁନି ପ୍ରାର୍ଥୀ ଦେଖିକି ଦବୁ ଦଳ ଦେଖିକି ଦବୁନି ଆମେ କେବେ ବିକାଶ କହିବାକୁ ଗଲେ ଆମ ଏପଟେ ଏରିଆରେ କିଛି ବିକାଶ ହିଁ ହେଇନି କିଛି ବିକାଶ ହେଇନି କିଛି ପୁରୁଣା ପ୍ରଧାନ ଗ୍ରାମ ପଞ୍ଚାୟତରେ କିଛି ବିକାଶ ହେଇନି କି ହଉନି ସବୁ ଖାଇ ଚାଲିଛନ୍ତି ସମସ୍ତେ ଆଜ୍ଞା ଯେହେତୁ ଆମେ ପ୍ରାର୍ଥୀ ଗୋଟେ ଦେଖିଛୁ ଯେ ସେ ପ୍ରାର୍ଥୀ ଯଦି କିଛି ବିକାଶ କରିପାରିବେ ତାହେଲେ ଆମେ କିଛି ଉପକୃତ ହବୁ ବହୁତ ଖୁସି ଲାଗୁଛି ନବୀନ ସରକାର ଭଲ ସରକାର କିନ୍ତୁ ଆମର ଯୋଉ ପ୍ରାର୍ଥୀ ରହିଲେ ସେମାନେ ଟିକେ ଦେଖୁନାହାନ୍ତି ଅଣଦେଖା କରୁଛନ୍ତି ତାପରେ ମଧ୍ୟ ଯୋଉ ଆମର ସବୁ ବିକାଶ ଅଛି ବିକାଶ ଯେତିକି ଲାଗିବା କଥା ଯୋଉ ପ୍ରାର୍ଥୀ ହେଉଛନ୍ତି ସେତିକିଟା ଓଟାରିକିରି ଆଣି ପାରୁନାହାନ୍ତି ତାମାନେ ସରକାର ଠିକ ଅଛି ସରକାର ଠିକ ଅଛି କିନ୍ତୁ ପ୍ରାର୍ଥୀ ମାନେ ଠିକ ରହୁନାହାନ୍ତି ଆଉ ଅଧୁରା କାମ ରହିଛି କଣ ଆମର ଏଇ ଯୋଉ ରାସ୍ତାଟା ହେଇଥାନ୍ତା ଗ୍ରାମର ରାସ୍ତାଟା ଏଇଟା ପଛପଟେ ରାସ୍ତାଟା ଯାଇଥାନ୍ତା ଏଇଟା ଆଗପଟେ ଗଲା ପଛପଟଟା ବନ୍ଦ ହେଲା ସେଇଟା ଗୋଟେ ବିକାଶ ଚକବନ୍ଦୀ ରାସ୍ତା ଗହିରକୁ ଯିବାକୁ ରାସ୍ତା ନାହିଁ ଯିଏ ଯୋଉଠି ପାଇଲା ଦଖଲ କରିଦେଇ ଗଲା ଦ୍ୱିତୀୟରେ ତାପରେ ଆମର ସବୁ ଯୋଉ ଗ୍ରାମର ଅଛି କଲ୍ୟାଣ ମଣ୍ଡପ ସବୁ ଯୋଉ ଅଛି ହବାକୁ ସେଗୁଡାକ ହେଇପାରୁନି ଏଇ ହଉଛି ଆମର ଅଭିଯୋଗ ଆଉ ସବୁ ସମସ୍ୟାର ଏଇଭଳିଆ ସବୁ ଗୋଟେ ଆମର ରାସ୍ତା ନାହିଁ ଗୋଟେ ଗ୍ରାମର ରାସ୍ତା ନାହିଁ ସେଠି ଗୋଟେ ମାନେ ଇଏ ଯୋଉ କଲ୍ୟାଣ ମଣ୍ଡପ ନାହିଁ ତାପରେ ପଞ୍ଚାୟତ ଖେଳ ପଡିଆ ନାହିଁ ତାପରେ ଏମିତି ଚକବନ୍ଦୀ ରାସ୍ତା ନାହିଁ ବାହାର ସେଇ କଥା କହୁଛି କଲ୍ୟାଣ ମଣ୍ଡପ ପ୍ରାର୍ଥୀ ଚୟନ କଣ କରିବୁ ଆମେ ଜାଣିଲୁ ସରକାର ହଉଛି ଆମର ନବୀନ ବୁଝିପାରିଲେ କି ସରକାର ନବୀନ ସିଏ ବର୍ତ୍ତମାନ ସବୁ ଦଉଛନ୍ତି ଏ ହଉଛି କଥା ତାଙ୍କୁ ଦେଖିକିରି ଯିଏ ଛିଡା ହବ ତାକୁ ଦିଆହବ ମୋ ନାଁ ଗୌରବ ଡାଳୁଆ ଆମେ ବହୁତ ଖୁସି ଅଛୁ ବଟ୍ କିନ୍ତୁ ଆମ ଦେଶର ଯୋଉ ଆମ ରାଜ୍ୟରେ ଯେମିତି ଅଛି ଏବେ ଆମ ନବୀନ ସରକାର ଆମ ଯୁବ ଜାତି ପାଇଁ ଏଇଟା ଠିକ ନୁହଁ ଆଜ୍ଞା ଆଗରୁ ଭୋଟ ଦେଇନି ବଟ୍ ଭୋଟ ବିଷୟରେ କିଛି ଜାଣିଛି ଆମ ବଡ ଭାଇ ମାନଙ୍କ ଠାରୁ ବହୁତ କିଛି ଜାଣିଛି ପ୍ରାର୍ଥୀ ବାଛିଲା ଆମେ ଫୁଲକୁ ହିଁ ବାଛିବୁ ବିଜେପି ବିକାଶ ଆମ ଏପଟେ ଯେପରି 20 ବର୍ଷ ହେଇଗଲା ବିଜେଡି ଅଛି ବିଜେଡିରେ କୌଣସି ପ୍ରକାର ଆମ ଯୁବ ପ୍ରାର୍ଥୀଙ୍କ ପାଇଁ କୌଣସି ପ୍ରକାର ଇଏ ନାହିଁ ବିକାଶ ନାହିଁ ଆଜ୍ଞା ଆମେ ପ୍ରାର୍ଥୀ ଦଳ ଦେଖିବୁ ଆଜ୍ଞା ଆଜ୍ଞା ମୋ ନାଁ ଅନନ୍ତ ଚରଣ ସ୍ୱାଇଁ ମୋ ଘର ବିଶ୍ୱନାଥପୁର ଜୟଦେବ ନିର୍ବାଚନ ମଣ୍ଡଳ କିଛି ଆମର ତ ସେମିତି କିଛି ଖୁସି ନାହିଁ କାରଣ ଏଠି ଢାଲି ଆଉ ବାଲି ନିର୍ବାଚନ ମଣ୍ଡଳୀରେ ଚାଲିଛି ଆମେ ଏବେ ସ୍ୱାଧୀନ ପ୍ରାର୍ଥୀ ସତ୍ୟବ୍ରତ ରାୟକୁ ଚାହୁଁଛୁ ବିକାଶ କିଛି ହେଇନି ଜୟଦେବରେ ଭୁବନେଶ୍ୱର ଉପକଣ୍ଠ ଆମେ ଅଛୁ ଜୟଦେବ ନିର୍ବାଚନ ମଣ୍ଡଳୀ ଏଠାରେ କିଛି ଆଖି ଦୃଷ୍ଟିଆ ବିକାଶ ହେଇନି ଭୋଟ ପିଲାଟି ବେଳେ ଦେଲୁଣି ଆସିକି 30-35 ବର୍ଷ ହବ ନାଇଁ ଖୁସି ତ ଲାଗୁଛି ଭୋଟ ଯାହାକୁ ହେଲେ ଦେଇଦବ ଆଉ ଦେଖିବ ନାଇଁ ସେମିତି କିଛି କହିବନି ସେଠିକି ଗଲା ପରେ ଚିନ୍ତା କରିବା କଣ କରିବା କଣ ନାହିଁ ଆମ କେହି ସାହାଯ୍ୟ କରୁନାହାନ୍ତି ଆମେ ଯୋଉ ଭିକାରୀ କି ସେ ଭିକାରୀ ଟଲି ଚଲେଇଲେ ଆମେ ବଞ୍ଚୁଛୁ ଭୂମିହୀନ ଲୋକ ଆମର କିଛି ମିଳୁନି ବୋଲି କିଛି ଯାହା ଦେଖିବା ସେଠିକି ଗଲା ପରେ ଠାକୁର ଯୋଉଠି ଝୁଁକ ଉଠିବେ ପିଟିବା ଭୋଟଟା ଦବା କଥା ଦେଇଦବା ଆଉ ସରକାରକୁ ଭୋଟଟା ଦବା କଥା ଦେଇଦବା ଆଉ ଠାକୁର ଆମକୁ କିଛି ନାହିଁ ଆମେ ଭୂମିହୀନ ଲୋକ ନା ଭୂମି ପଟା ମିଳୁଛି ନା କାଳିଆ ଯୋଜନା ମିଳୁଛି ଖାଲି ଚାଉଳ 5 କିଲୋ ଯାହା ଦଉଛନ୍ତି ସେତିକି
ଆଉ କିଛି ନାହିଁ। ଟଲି ଚଲେଇଲେ ବଞ୍ଚୁଛୁ ନହେଲେ ନାହିଁ। ପୁରା କୌଣସି ସୁବିଧା ନାହିଁ ନାଇଁ ଯାଉନାହାନ୍ତି ଦେଖିବେ ସରକାରୀ ଜାଗାରେ ଘର ବଖରାଟେ କରିକି ରହିଛି ଚାଳ ଘର ସେତିକି ହିଁ ସୁବିଧା ପାଇଛି ଚାଉଳ 5 କିଲୋ ତ ପାଉଛି ଆଉ କଣ ନାଇଁ ଡାକରେ ନା କୋଉଠିକି ଆମେ ଦଳରେ କୋଉ ଦଳରେ ଭୋଜି ଖାଇବାର ନାହିଁ ଆଜି ଯାଙ୍ଗେ କେହି କହିବେନି ଏରିଆରେ କୋଉ ଦଳରେ ନାହିଁ କୋଉ ରାଲିରେ ନାହିଁ ନା କୋଉଠି ବସେଇ ଭୋଜି ଖାଇବାର ନାହିଁ ଆଉ ମୁଁ କୋଉ ଦଳରେ ବସେଇ ଖାଏନି କିଏ କୋଉଠିକି ଯାଏନି ନା ମୁଁ ଠାକୁରେ କହ ମୁଁ କିଏ କହିବନି ଯେ ଆମ ଦଳେ ତୁ ଖାଇଥିଲୁ ଦେଲୁନୁ ସରପଞ୍ଚ ଭୋଟ ନାହିଁ କି ଇଏ ଭୋଟ ବି ନାହିଁ କାହା ଦେବୁ ନା ଦେବୁ ନା ଭୋଟ ଟା ଦବନି ସରକାର କୁ ଭୋଟ ଦେଖିବାକୁ ଗଲେ ରାସ୍ତାଘାଟ ଯାହା ହେଇଛି ତାପରେ ଆମର ଡାକ୍ତରଖାନା ହସ୍ପିଟାଲ ତାପରେ ପୋଷ୍ଟିଂ ଏସବୁ ମାନେ ଯୋଉଗୁଡାକ ଏମିତି ହଉଥିଲା ଡାକ୍ତରମାନେ ଆସୁନଥିଲେ ଏବେ ବାଧ୍ୟ ହଉଛନ୍ତି ଆସିବା ପାଇଁ ମାନେ ଷ୍ଟାଫର ଅଭାବ ଥିଲା ସେମାନେ ସବୁ ଆସୁଛନ୍ତି ମଜା ଜୋଶ ଜୋଶ ସତ କଥା କଥା ଠିକ ପ୍ରାୟ ଆମର ଯେତେବେଳେ ମିଶୁଛୁ ସବୁ ସେତେବେଳେ ସେଇ ପାର୍ଟି ସରକାରୀ କିଏ ହବ କଣ ରାଜନୀତି କଣ ସବୁ ସେଇ ବିଷୟରେ ଡିସ୍କସନ ଆଉ ବିଭିନ୍ନ ପାର୍ଟି ବି ବାହାରିଛି ଲୋକସଭା ଅଛି ବିଧାନସଭା ବି ଅଛି କେମିତି ପ୍ରାର୍ଥୀ ଦେଖିକି ଦେବେ ନା ଦଳ ଦେଖିକି ଦେଖନ୍ତୁ ଆମେ ସବୁ ଗୋଟିଏ ଚିହ୍ନକୁ ଜାଣିଛୁ ସେଇ ଚିହ୍ନ ଉପରେ ଆମର ଆମେ ନିର୍ଭର ବି କରୁଛୁ ଆମେ ଜାଣିଛୁ ଯେ ସେ କଣ କରିଛି କିନ୍ତୁ କଥା ହଉଛି ବର୍ତ୍ତମାନ ଯାହା ମାହୋଲ ଚାଲିଛି ଯେତିକ ସବୁ ପ୍ରୋପାଗାଣ୍ଡା କରୁଛନ୍ତି ବା କଥା କହୁଛନ୍ତି ଆମର ମାନିଫେଷ୍ଟୋ ସବୁ ବହୁତ ଗୋଟେ ମାନିଫେଷ୍ଟୋ କଂଗ୍ରେସ ବି ଆଣିଛି ବିଜେପି ବି ଆଣିଛି ଜନତା ଆମର ବିଜେଡି ବି ଆଣିଛି ତେଣୁ ତା ଭିତରେ କଣ ମାନିଫେଷ୍ଟୋ ହବ କି ନହବ ସେଇଟା ତ ଅଲଗା କଥା ଗୋଟେ ଯଦି ପ୍ରଚାର ଚାଲିଛି ସରକାର ବଦଳିବା ଦରକାର ତାକୁ ନେଇକି ଆପଣଙ୍କ ମତ ଦେଖନ୍ତୁ ମିଷ୍ଟର ନବୀନ ପଟ୍ଟନାୟକ ଯୋଉ ପର୍ଯ୍ୟନ୍ତ ଅଛନ୍ତି ଆମର ଚିନ୍ତାଧାରା କେବେ ବଦଳିବନି ତାଙ୍କ ପରେ କଣ ହବ କୁହାଯାଇପାରେନି ଯେହେତୁ ମୋଦି ସାର୍ ବହୁତ ଥର ଆସିଲେ 5 ଥର ଖଣ୍ଡେ ଆସିଲେ ଓଡ଼ିଶା ଆଉ ଅନ୍ୟ ନେତାମାନେ ସବୁ ଆସିଛନ୍ତି ତାଙ୍କର ବି କମ୍ୟୁନିକେସନ୍ ସବୁ କରିକି ଯାଇଛନ୍ତି ବହୁତ ଗୁଡ଼େ କଥା କହିକି ଯାଇଛନ୍ତି ଏହା ହବ ତାହା ହବ ତାହା ହବ ବହୁତ ଗୁଡ଼େ କଥା କହି ଯାଇଛନ୍ତି ହବ ନହବଟା ଅଲଗା କଥା କିନ୍ତୁ ଲୋକ ମାନେ କିଛି ଲୋକ ଏମାନେ ଏମିତି ନୁହେଁ ଯେ ମୋ ମତ ହେଉଛି ଯେ ଆମର ଯାହା ଆଗରୁ ଅଛି ସେଇ ଚିନ୍ତାଧାରାରେ ଆମେ ଚାଲିବୁ ଆପଣ ଯେମିତି କହୁଥିଲେ ଆପଣଙ୍କ ମତ ହିଁ ଆପଣଙ୍କର ନିଷ୍ପତ୍ତି ମତ ହିଁ ନିଷ୍ପତ୍ତି ହଉଛି ତାହେଲେ ଆପଣ ମତ ନେଇସାରନ୍ତି ନିଷ୍ପତ୍ତି ବି ସାରିଯାଏ ଆଉ କଣ କରିବା ଦେଖିବା ଯେ ନିର୍ବାଚନ ଗୋଟେ ମାନେ ଗୋଟେ ପର୍ବରେ ଆପଣ ସାମିଲ ହେଇଛନ୍ତି ଆପଣ କେତେ ଉତ୍ସାହ ଅଛୁ ଉତ୍ସାହିତ ଅଛୁ ଆପଣଙ୍କ ଏଠିର କେମିତି କ'ଣ ରାଜନୀତି କେମିତି କ'ଣ ଚାଲିଛି କେମିତି ରାଜନୀତିର ମାହୋଲ କେମିତି କ'ଣ ଅଛି ଆପଣ କେମିତି ଅନୁଭବ କରୁଛନ୍ତି ରାଜନୀତି କଣ କହିବା ରାଜନୀତି ବିଷୟରେ ଚାଲିଛି ଯୁଆଡ଼େ ଛତା ଯୁଆଡ଼େ ବର୍ଷା ସିଆଡ଼େ ଦେଖିବା ଯେ ଆପଣ ଯେହେତୁ ବହୁତ ବହୁ ବର୍ଷ ହେବ ଦେବେଣି ବହୁତ ଥର ବି ଦେବେଣି ସେବେର ରାଜନୀତି ଆଉ ଆଜିକା ଯେଉଁ ଚଳିତ ବର୍ଷର ରାଜନୀତି କେତେ ଡିଫରେଣ୍ଟ ଅଛି ବହୁତ ଅଛି କେମିତି ଦେଖୁଛନ୍ତି ସେ ଏ ତ ବର୍ତ୍ତମାନ ବହୁତ ଅଛି ରାଜନୀତି ଲୋକ ସଂଖ୍ୟା ଅଧିକା ଗହଳି ଅଧିକା ଦେଖିବା ଯେ ଆଉ ଗୋଟେ ଜିନିଷ ଆପଣଙ୍କ ଭୋଟ ଆପଣଙ୍କର ତ ଆପଣ ପ୍ରାର୍ଥୀ ଦେଖିକି ଦେବେ ନା ଦଳ ଦେଖିକି ଦେବେ ନା ପ୍ରାର୍ଥୀ ଦେଖିକି ଦେବୁ କୋଉ ଟାଇପ୍ର ପ୍ରାର୍ଥୀ ହେଲେ ଆପଣ ମାନେ ଆପଣଙ୍କର ମାନେ ଆପଣଙ୍କୁ ଗୋଟେ ପଜିଟିଭ୍ ଲାଗିପାରିବ ଆମର ଯିଏ ଭଲ ମନ୍ଦ ଦେଖିପାରିଲା ଦୁଃଖ ସୁଖରେ ଆମେ ତାକୁ ଦେବୁ ବିଗତ ଦିନରେ କ'ଣ ବିକାଶ ହେଇଛି ଯେ ଆପଣ ନୂଆ ପ୍ରାର୍ଥୀ ଦେଖିବେ କି ଦଳ ଦେଖିବେ ନା ପ୍ରାର୍ଥୀ ତ ଦେଖିବା ଯିଏ ଆମର ଭଲ କରିବ ଆମେ ତାକୁ ହିଁ ଗ୍ରାମ ବେଣୀପୁର ଦେଖିବା ଯେ ନିର୍ବାଚନ ଯୋଉ ଭଳିଆ ଭାବରେ ତାତି ବଢିଛି ଆଜ୍ଞା ଆପଣମାନଙ୍କର ମାନେ ଉତ୍ସାହ ବି ସେମିତି ବଢିଛି ନିଶ୍ଚିତ ଯେହେତୁ ନିର୍ବାଚନ ପାଖେଇ ଆସିଲାଣି ଆମର ଏଠି 25 ତାରିଖ ଭୋଟ ହବ ଆମେ ସମସ୍ତେ ଉତ୍ସାହିତ ଅଛୁ ଆଉ ଆପଣ କେତେ ଖୁସି ଅଛନ୍ତି ବହୁତ ଖୁସି କାହିଁକିନା ଏଟା 5 ବର୍ଷ ଥରେ ଆସୁଛି ନା ବହୁତ ଖୁସି ଅଛୁ ଦେଖିବା ଯେ ଏଇ ପର୍ବରେ ଆପଣ ସାମିଲ ହେଇଛନ୍ତି ନିଶ୍ଚିତ କହିବେ ମାନେ କେମିତି ଅଛି ଏ ପର୍ବ ନିଆରା ଗୋଟେ ଥାଏ ନିହାତି ଯେତେ ଇଲେକ୍ସନ ପାଖେଇ ଆସିବ ସେତେ ଉଷ୍ମତାଟା ବଢିବ
ଆମେ ବି ସମସ୍ତେ ଇଣ୍ଟରେଷ୍ଟେଡ୍ ଅଛୁ। ଦେଖିବା ଯେ ବିଭିନ୍ନ ଦଳ ପ୍ରାର୍ଥୀ ଆସନ୍ତି ଭୋଟ ଭିକ୍ଷା କରନ୍ତି ହୁଁ। ତାକୁ ନେଇକି ଆପଣ କ'ଣ କହିବେ କେମିତି କ'ଣ ଭୋଟର ଭିକ୍ଷା ବର୍ତ୍ତମାନ ଆମ ଗ୍ରାମରେ ଯେତିକି ବିକାଶ ହେଇଛି ଏଇ ବିଜୁ ଜନତା ଅମଳରେ ହିଁ ହେଇଛି। ରୋଡ଼ ଘାଟ ଦେଖନ୍ତୁ, ହସ୍ପିଟାଲ ଦେଖନ୍ତୁ, ସ୍କୁଲ ଦେଖନ୍ତୁ, ସବୁ ସେ ବିଜୁ ଜନତା ଦଳ ହିଁ କରିଛି। ଯେହେତୁ ଆମେ କର୍ମୀ ହିସାବରେ ତାଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀକି ଦେଉ। ଦେଖିବା ଯେ ଗୋଟେ ନାରା ରହୁଛି ଯୋଡ଼ି ନାରା ଗୋଟେ ରହୁଛି କେମିତି ଗୋଟେ ଲୋକସଭାରେ ରହିଛନ୍ତି ଯେମିତି ଅଛନ୍ତି ବିଭିନ୍ନ ଦଳର ଯେମିତି ଅଛନ୍ତି ପ୍ରାର୍ଥୀ ଆଜ୍ଞା, ବିଧାନସଭା ପାଇଁ ବି ବିଭିନ୍ନ ଦଳ ସ୍ୱାଧୀନ ପ୍ରାର୍ଥୀ ବି ଅଛନ୍ତି କେମିତି ପ୍ରାର୍ଥୀ କେମିତି ଘୋଷଣା ମାନେ ଚୟନ କେମିତି କରିବେ? ସ୍ୱାଧୀନ ପ୍ରାର୍ଥୀ ଆମେ ଦେବୁନି, ଦଳ ହିଁ ଦେବୁ। ଡବଲ ଯୋଡ଼ି ଯେଉଁ ଶଙ୍ଖ ଚାଲିଛି ଯୋଡ଼ି ଶଙ୍ଖରେ ଦେବୁ।